ହେଇଯିଲ ଏମିତି ହେଇ ଆଇଛୁ ପଡ଼ିଗଲି ଚାଲ ତାହେଲେ ପଡ଼ି ଯାଉଛି ହଉ ଲୁଗା ବଦଳି କଣ୍ଢେଇ ନେଇ ଦେଉଳ ଆଡ଼େ ଯା राजेश चौधरी किसी चिठी अच्छी राममोहन चौधरी राजेश चौधरी नो मिस्टर मो ना राजेश चौधरी नुहे राममोहन चौधरी ମୁଁ କହୁଛି ପରା ମୋ ନାଁ ରାଜେଶ ଚୌଧୁରୀ प्रमाण कौन जे तमें हूँ राजेश चौधरी तमें ठीक राजेश चौधरी भाई जना पड़ुछ अच्छा देख हाँ टू श्री राजेश चौधरी केयर ऑफ पोस्ट मास्टर कोणार्क फ्रॉम मिसेस सुषमा देवी त्रैलोक भवन चौधरी साई हाँ सहीटा शुणु एथर किंतु सत कथा कहूँ मो ना राजेश चौधरी नुहे निदर बुड़बुड़ अच्छे तो सकाଳେ କୁମାର ଘରକୁ ଯାଇଥିଲୁ କଣ କିଛି କହୁଥିଲେ ହଁ କଥା କହୁ କଣ ଶୁଣିଥିଲେ भौणी लिखी आसंता पूर्णि पूर्व जमती मो बाहागर हम सत्य गोटे पंडित पाले पड़ी खूब चोरे कन्या खोजे चले पंडित को आग पचार बाहागर संगे संगे तुम मृत्यु जग नहीं तो मृत्यु जग तुम आउ क्या बाहर जानी था सीधा जाई पंडित एते गुड़ा जातक तो देखली राजेश संगे मिसला बेले गोटे हेले जातक बाहर सुषमा ये हसी उड़ाई देवा कथा नहीं तू चुपचाप हेले मां तुम्हें सिना एका तुम मानकर ये शास्त्र विश्वास रखनी ये विषय में निश्चित हेले मां ये हला खाद्य चक्र एथरू केही हो पड़ी पानी तुम्हें बोलछ ठीक अछि तुम जोरे दिना बड़दा करता मु भी बस दिना पड़छु हेले राजेश बांधरे यदि पूर्णमी पूर्व न हुए ताले तुम तुम जातक देखा बेपार छाड़ अवश्य अवश्य कथा रहा कही परा कपार लिखन बुझे एत गुड़े जातक जिते मिललानी सबुठ भल गोटाए जातक देखा जी खोजी आने पंडित मानटे पूरा पूरी रही था दुईटा पिला ना हेलुनी तथापि तार पिलानिया बुद्धि गलानी मो विषय चिंता करने अनावश्यक बरं तुम्हें शपथ कर मो गणना यदि सत्य हुए तुम्हें शुक्र को प्रत्यावर्तन कर हाँ जी यदि तुम गणना ठीक हुए हेले मु जाए हबनी हऊ है कथा रहा यही तो राजेश हम तो भाग्य चक्र ग्रह नक्षत्र गतिविधि जहाँ लक्ष्य करुच्ची कार्य आरंभ हो गलानी
ତୁ ଭାରି ସୁନ୍ଦର। ଭାରି ସୁନ୍ଦର, ତୁ ପାଣି ଦେବନି? ତୁ କଣ ଖରାପ ଭାବୁଛୁ? ମୁଁ କଣ କରିବି କହ? ସତରେ ମତେ ତ ଲାଗୁଛି ରହିପାରୁନି। ଏମିତି କୁହନି ବାବୁ, ପାଣି ପିଇ ତମେ ଜଲ୍ଦି ଚାଲିଯାଅ। ଯଦି କିଏ ଦେଖେ ତାହେଲେ ନିରଳା, ନା ମୋର ଅନେକ କିଛି କହିବାର ଅଛି। ଏବେ କୁହ। ନା ଏକୁଟିଆ, ଆଉ କୋଉଠି? ଆଲୋ, ପାଣି ମୁଣ୍ଡା ଆଣିବା ପାଇଁ କେତେ ମିନିଟ୍ ଲାଗୁଛି? ଆଲୋ ଇଏ କଣ ମାଛରେ ପାଣି ଖାଇଛି? ତୁ କଣ ହେଇଛି କହିଲୁ? ମୁଁ ଭୁଲି ଯାଇଛି, ସାଙ୍ଗେ ସାଙ୍ଗେ ନେଇ ଆସୁଛି। ତୋ ଭୁଳିଆ ନିଆ। ମୁଁ ମନ୍ଦିର ପାଖରେ ଥିବି, ଆସିବୁ? ଆଲୋ କିଏ? ନାଇଁ ତ। ଆଲୋ ତୁ କଣ କହୁଛୁ? ନା କିଛି ନାହିଁ। ଏଟା କାଇଁ ଏମିତି ବାଇଆଣିଙ୍କ ଭଳିଆ ହଉଛି କେଜାଣି? ହଉ ନେ, ଏ କଣ୍ଢେଇ ତକ ନେଇ ମନ୍ଦିର ଆଡେ ଯା। ମନ୍ଦିର? କିଲୋ ଏମିତି ଚମକି ପଡୁଛୁ? ନୂଆ ହେଇଯାଉଛୁ ନା କଣ? ନା ଯେ କଣ ଏମିତି ଛାନିଆ ହଉଛି କାହିଁକି? ଯା। ହଉ। ମାଉସୀ, କଣ? ମୋ ଜାମାଟା ଟିକେ ଢିଲା କରିଦେଲୁ। ଏଇନେ ଠିକ ଥିଲା, ଏଇନେ ଭିଡି ହେଇଗଲା। ବିଡି ତ ହବ, ଆହୁରି ବିଡି ହବ। ବିଡି ହବା ବେଳ ଆସିଲା। ଦେଖୁଛୁ ଦେଖୁଛୁ ମାଉସୀ, କେମିତି ରାଜ୍ୟରେ ଝାଉଳି ଗଲା। ଆଉ କଷିଟିଏ ନାହିଁ ମ। ହଁ ବାବୁ, କାଲି ମିଠି ଲାଗୁଛି। ବାପ ମା ଛେଉଣ୍ଡ ଛୁଆଟାକୁ ଘରକୁ ନେଇ ଆସିଥିଲି। ଆଜି ଦେଖୁ ଦେଖୁ ଏଡ଼ିଟିଏ ହେଲାଣି। ମୁଁ ବି ଗାଧୁଆ ତୁଟରେ ଠିକ ସେଇଆ ଦେଖିଛି। ଯଦିଓ ଅବଶ୍ୟ ସାର ମୋର ନଜର ପକେଇବା କଥା ନୁହଁ। ଓହୋ ହୋ, ଆଉ ଘରେ ରଖିବା କଥା ନୁହଁ। ହେଲେ କଣ କରିବି ବାବୁ? ବାହାଘର ନାଁ ଧଇଲେ ତ ଆଗ ଜାନି ଯୌତୁକ। ଆଣିବି କୋଉଠୁ? ତମ ଟଙ୍କାର କଅନ୍ତରଟା ତ ଏଯାଇ ଦେଇପାରୁନି ଯେ, ବଢି ବଢି ଚାଲିଛି। ସେ ଟଙ୍କା କଥା କଣ ମୁଁ ତତେ କହୁଛି? ମୁଁ କହୁଛି କଣ କି, ଜାନି ଯୌତୁକ କିଛି ଦରକାର ପଡିବନି। ଓଇଟି ତତେ ଦି ପଇସା ମିଳିବ। ଏକାଳକୁ ଏମିତି ଦୟାବନ୍ତ ଲୋକ ମିଳିବେ କୋଉଠୁ ବାବୁ? ମିଳିବେ। ଏଠି ଦେଖୁନୁ, ତୋ ଆଗରେ ସାକ୍ଷାତ ହେଇଛି। ବାବୁ ତମେ କିଲୋ କଣ ଆଖି ଦିଟା ଏଡେ ଏଡେକିରି ଚାହିଁଛୁ? କପାଳ ଏମିତି କାହାକୁ ଜୁଟେ? ଖାଲି ଗାଧୁଆ ତୁଠରେ ଦେଖିଛି ବୋଲି କହୁଛି ନା। ଆଉ ଏଇଠି ଜାନି ଯୌତୁକ କିଛି ଦରକାର ପଡିବନି। ଓଲଟି ତୋର ଟଙ୍କା ଗଣନ୍ତର ସବୁ ହିସାବ ତୁଟିଯିବ। କଣ ମନକୁ କେମିତି ପାଉଛି? ହେଲେ ବାବୁ, ପିଲାଟା ତମ ଝିଅ ବୟସରେ ହବ। କିଲୋ ମର୍ଦ ପୁଅର ପୁଣି ଗୋଟା ବୟସ କଣ? 3-20 ହେଲେ ବି ଯୁବା। ହେଲେ ମତେ ତ 50 ଡେଇଁ। ଏବେ ବି କାହିଁରେ କଣ ସମ୍ବନ୍ଧ ଆସୁଛି? ଲୋକେ ଜାନି ଯୌତୁକ ଯାଚିଛନ୍ତି। ହେଲେ ମୁଁ ଖାଲି ପୋଖରୀ ତୋଠରେ ଦେଖି ପକେଇଛି ବୋଲି କହୁଛି ନା। ଯଦି ଆମର ସଦସ୍ୟ ସେଟା ଦେଖିବା କଥା ନୁହଁ, ବୁଝିଲୁ? ସେଇଥିପାଇଁ କହୁଛି କିଛି ଦରକାର ନାହିଁ। ହେଲେ ବାବୁ, ଓହୋ, ଏଇ ନିମିତ୍ତ ଖର୍ଚ୍ଚ କଥା ଭାବୁଛ ତ? ସେଇଟା ମୁଁ ତୁଲେଇ ଦେବି ମ। କି ଖର୍ଚ୍ଚ? ପଣ୍ଡିତ ଟିକେ ଡାକି ଆଣି ଦେଉଳରେ ଦୀପତ ମନ୍ତ୍ର ପଢିଦେଲେ ହେଲା। ଆଉ କଣ? ତୁ ଟିକେ ଭାବେ, ଝିଅଟାକୁ ଟିକେ ମନା। ନିମିତ୍ତଟା ଟିକେ ଚଞ୍ଚଳ ଉଠିଗଲେ ଭଲ। ଏତେ ତରତର କାହିଁକି ବାବୁ? ମୋ ଦୁଃଖ କଥା ତୁ କଣ ବୁଝିବୁ ମାଉସୀ? ଏଡେ ବଡ ଘରଟାରେ ମୁଁ ଏକୁଟିଆ। ପୁଣି ପଣ୍ଡିତ କହିଛି, ଏଇ ପୂର୍ଣ୍ଣମୀ ଆଗରୁ ବାହା ନହେଲେ ଜୀବନ ସାରା ମୋର ଆଉ ବାହା ଯୋଗ ନାହିଁ। ସେଇଥିପାଇଁ ତ ତରତର। ଆଉ ତୁ କଣ କହୁଛୁ କହ? ହେଲେ ବାବୁ, ତା କୋଷ୍ଠୀ ତମ ସାଙ୍ଗେ ମିଳିଲେ ତ? କିଛି ଦରକାର ନାହିଁ। ମୋ କୋଷ୍ଠୀ ଏଡେ ଜୋରଦାରିଆ ଯେ ସେଇଥିରେ ଆମ 2 ଜଣ ଯାକର ଚଳିଯିବ। ତାକୁ ଟିକେ ବୁଝା, ମୋର କଣ ନାହିଁ, ତାର କିଛି ଅଭାବ ରହିବନି।
ହେଲେ ଇଏ ବୟସ କଥାଟା ତାକୁ କହିବା ଦରକାର ନାହିଁ। ପିଲା ଲୋକ। ହଉ ଆଲୋ ହଉ କଣ ମ ହବ। ଗାଧୁଆ ପେଟରେ ମୁଁ ଯାହା ଦେଖିଛି ନା, ଅବଶ୍ୟ ସେଟା ମୋର ଦେଖିବା କଥା ନୁହଁ। ତୁ ତାକୁ ଟିକେ ମନା କର, ସେ ଆଉ ସିଆଡେ ନ ଯାଉ। ଆଉ ଯଦି କିଏ ଦେଖି ପକାଏ ନା, ଦେଖୁଛୁ ବାଘ ଠିକ କର୍ଣ୍ଣବାର ଶିକାର ପାଖରେ ହାଜର। ଏମାନେ ସବୁ ଆସିଥିବେ। କହ ଆଜି ରାତିରେ କୋଉଠି ଦେଖା ହବ? ମୁଁ କହିପାରିବିନି ବାବୁ। ତାହେଲେ ମୁଁ କହୁଛି ମନ୍ଦିର ପଛପଟେ। ନା ବାବୁ। ସେମିତି ହେଲେ ମୁଁ ସିଧା ଯାଇ ତୋ ଘରେ ପହଞ୍ଚିବି। ନା ବାବୁ। ତାହେଲେ ତୁ କହ। ସତରେ କଣ୍ଢେଇଟି ଭାରି ସୁନ୍ଦର ହେଇଛି। ଯେତେ ଦାମ ହେଲେ ମୁଁ ନେବି। କଣ୍ଢେଇ ଟଙ୍କାଟି ଭାରି ଶସ୍ତା। ହଁ ଦେଇ ଭାରି ଶସ୍ତା। ହେଲେ ଠାକୁରଙ୍କ ମୂର୍ତ୍ତି ଗୋଟିଏ କିଣନ୍ତୁ। ଲୋକେ ଏଇ ମୂର୍ତ୍ତି କିଣିବାକୁ ଏଠାକୁ ଆସନ୍ତିନି। ଦେଇପାରିବୁ? ଏଠିକି ଯେଉଁମାନେ ଆସନ୍ତି ସେମାନେ ଦେଉଳ କାନ୍ଥରେ ଖାଲି ଏସବୁ ଦେଖନ୍ତି, ଖାଲି ବାହାରଟା। ହେଲେ ଭିତରଟା ଦେଖିକି ସେଠି ଠାକୁର, ମୁଁ ତାଙ୍କରି ମୂର୍ତ୍ତି ବିକେ। ଆଚ୍ଛା ସେ ବାବୁ କିଣିଲେ? ନା କିଣିବେ। ଓ କିଣିବେ। ତୁ ଆସିବୁ ନା ମୁଁ? ଆଲୋ ଶୁଭୁଛି? ତୁ ଆଉ ସେ ପୋଖରୀ ତୁଠକୁ ଯାଆନା। ଆଉ ତ ଛୁଆ ହେଇନାହିଁ। 15 ପୁରି 16 ଚାଲିଲା। 12 ଲୋକ 12 କଥା କହୁଛନ୍ତି। ମୋର ବା ଆଉ ଦିନ ଖେଇଟା। ତତେ ହାତକୁ ଦି ହାତ କରିଦେଲେ ଶାନ୍ତିରେ ଆଖି ବୁଝିବି। କଣ କହୁଛୁ? ତୁ କାହିଁକି ଏ କଥା ନେଇ ମୁଣ୍ଡ ଖେଳୁଛୁ ଯେ? ଖେଳେଇବାକୁ ପଡୁଛି। ତୋର ଆଉ ଅଛି କିଏ? ଆଜି ସକାଳେ କୁମାର ବାବୁ ଆସିଥିଲେ। ତାଙ୍କରି ସହିତ କଥା ହଉଥିଲି। ଭାରି ସୁଧାର ଲୋକ। ଝିଅ ତିନିଟା ଶାଶୁଘରକୁ ଗଲା ପରେ ଏତେ ବଡ଼ ଘରଟା ଖାଲି ପଡ଼ିଛି। ତାଙ୍କ ଆଡୁ ସେ ତୋରି କଥା ଉଠେଇଛନ୍ତି। କଣ କହିଲୁ? ସେଇ କୁମାରଙ୍କ କଥା କହୁଛି। ଜାଣି ଦଉଛୁ ତା କିଛି ଦରକାର ନାହିଁ। ସୁଧ କଣ ଚାହିଁଲେ ତୁଟିଯିବ। ତାହା ନିମିତ୍ତ ଖର୍ଚ୍ଚ ବି ଛେପି ନେବେ। ତୁ ରାଜି ହେଲେ ହେଲା। ଇଏ ତ ମୋ ବାପା ବସୁରୁ ଏ କଥାକୁ ଭଲ ପାଇଲେ କେମିତି? ଆଉ କଣ କଣ ରଜା ପୁଅ ଏଠି ତତେ ଘୋଡ଼ାରେ ବସେଇ ନେଇଯିବ? ସମସ୍ତେ ତ ଜାଣି ଦେଉଥିବା ଚାହିଁବେ। ମୋର ବା ଆଉ କେତେ ଦିନ ଝିଅ ଥିଲା ଯାକେ ଏମିତି ବେକରେ ପଥର ବାନ୍ଧି ବୁଲିବି। କଣ ଶୁଣୁଛୁ? ସେପଟେ ଦେଖିବାକୁ ଯାଉଛି। ଅଝାଡ଼ି ଝିଅ ଘରେ ରହିଲେ ଯୋଉ ଚନ୍ଦା, ତୁ ସେ କଥା କୋଉଠି ବୁଝିବୁ? ଲୋକେ ଖୁଣ୍ଟା ଦେବେ। ତୁ ସେସବୁ କଥା ଶୁଣିବା ଆଗରୁ ମୁଁ ପାଣିରେ ବୁଡ଼ି ମରିବି। ମୁଁ ଜାଣେ ମୋ କଥା ତତେ ପିତା ଲାଗିବ। ହେଲେ ଲୋକେ ଯାହା ସବୁ କହୁଛନ୍ତି ତାକୁ ଟିକେ ଭାବିକି ଦେଖ। ଯା ଶୋଇପଡ଼ିବୁ ଯା। ମୋ ଭାଗ୍ୟରେ ଯାହା
ताले मु कहूँ मंदिर पछपटे सेमती हेल्ले सीधा जाई तो घरे पहुंची। हाँ बाबू। बाबू नुहे राजेश ये डरबार कौन अच्छे केजानी कहीं तुमको देखिए डर लगे आसिलु कहीं मु जानना बाबू मत सेमती तुम पाखु किए टाणी आनी हाँ आमरी भाग्य बाबू मोर केमती मन हो जान तू जमती मोर बहुत दिन परिचित बहुत दिन हाँ हुए तो बीते जन्म बाबू कह माँ तू मत भल पाओ हाँ बाबू मुझे भल पाए तो छाड़ी मैं बची पारि तो सत्य मोर बाबू माँ माँ दसला माँ बाबू नहीं बाबू बाबू କୁଆଡ଼େ ଯାଇଥିଲୁ? ବାହାରେ। ଡର ମାଡ଼ିଲାନି? ନା। କ'ଣ ବାହାଘର ବିଷୟରେ କିଛି ଭାବିଲୁ? ହଁ। କ'ଣ ଭାବିଲୁ? ମୁଁ ଯଦି ବାହାବି ବାବୁଙ୍କୁ ବାହାବି। ଯାହା ହଉ ମୋର ଚିନ୍ତା କଲା ସକାଳେ ଯାଇ ସମସ୍ତଙ୍କୁ ଖବର ଦେଇଦେଇଛି। ନା ମୁଁ ଯାଇପାରିବି। ଠାକୁର ତୋର ମଙ୍ଗଳ କରନ୍ତୁ।
चंद पड़ी खसी सबे की हाथे गला जनम खोजिला साथी जाई मिलते देउची कही सारा जीवन हसी देउची कही सारा जीवन हसी साथे ना बाबू ना उमा प्लीज उमा ना बाबू एसबू पाप बाबा आगुरी तू जीवी राजेश सुमिति आमर सब बंदाबंद सरला यू गेट रेडी आम कल सकाल सब कलिकता फेरी